ଆଜି ଭଲ କଥା ଛୁଆ ମନେ ରଖ। ଆଜି ଆଲୋଚନା କରିବା ପତଙ୍ଗ ପରି ମରିବେ। ହେଲା, କେମିତି ମରିବେ? ପତଙ୍ଗ ପରି ମରିବେ। ପତଙ୍ଗ ପରି କଣ ମରିବେ? କହନ୍ତି ନାଇଁ କୀଟ ପତଙ୍ଗ ସବୁ କହନ୍ତି ନାଇଁ, ନିଆଁ ଜଳୁଛି, ଝରି ପୋକ ସବୁ ବାହାରନ୍ତି, ବୁଝି ହଉଛି। କୀଟ ବୋଲନ୍ତେ ପୋକକୁ କୁହନ୍ତି କୀଟ। ପତଙ୍ଗ ଶବ୍ଦର ଅର୍ଥ ହଉଛି ଝରି ପୋକ। ମହାପୁରୁଷଙ୍କ ଭାଷାରେ ପତଙ୍ଗ ଅର୍ଥ ହଉଛି କଣ? ଝରି ପୋକ। ଯେତେବେଳେ ନିଆଁ ଜଳେ, ନିଆଁଟା ଜଳୁଛି, ଝରି ପୋକ ଭାରି ସୁନ୍ଦର ଲାଗେ। ଝରି ପୋକ କହନ୍ତି ଉଡିକି ଆସନ୍ତି ନାଇଁ ନା? ସେ ନିଆଁ ପାଖକୁ ଯେତେବେଳେ ଆସନ୍ତି କଣ ହୁଏ? ପଡିକି ମରନ୍ତି। ଯେତେବେଳେ ମରନ୍ତି କଣ ହୁଏ? ମାନେ ଯୋଉଠି ଖାଲି ପୁଳା ପୁଳା ହେଇକି ମରନ୍ତି, ଗୋଟି ଗୋଟି କଣ ମରନ୍ତି? ଗୋଟି ଗୋଟି ମରନ୍ତି, ଗୋଟି ଗୋଟି ମରନ୍ତି, ପୁଳା ପୁଳା ହେଇକି ମରନ୍ତି। ମହାପୁରୁଷଙ୍କ ଭାଷାରେ ମହାପୁରୁଷ କହୁଛନ୍ତି ଏମିତି ଦିନେ ଗୋଟେ କଣ ଘଟିବ, ମରିବେ ଯାହାକି କଳନା ନାହିଁ। 1000 2000 ଏମିତି ସିନା ଡେଡ ବଡି ଗୁଡା ଗଣିଯିବ, ଆଉ ଅଧିକା ମରିଲେ କିଏ ଗଣିବ? ସମୁଦ୍ରରେ କେତେ ଜଳ କିଏ କଳିବ? ଆକାଶରେ କେତେ ତରା କିଏ ଗଣିବ? ସମୁଦ୍ରରେ କେତେ ପାଣି ଅଛି ତାକୁ କିଏ କଳିପାରିବ? ଆକାଶରେ କେତେ ତରା ଅଛି କିଏ ଗଣି ପାରିବ? ମହାପୁରୁଷ କହୁଛନ୍ତି ପତଙ୍ଗ ପରି ମରିବେ। ଆଉ ଗୋଟେ ଭଲ କଥା ମନେ ରଖିଥା, ବାଘ ଖାଇଗଲା, ମିଛରେ କହୁଥିଲା, କିଏ ସେ ଗାଲୁଆ ମାରିଥିଲା। ବାଘ ଖାଇ ନଥିଲା, ମିଛରେ ଡାକ ପକାଇ ବାଘ ଖାଇଗଲା। ଆଉ ବାଘ ଯେତେବେଳେ ଖାଇଲା, ଡାକିଲା ବେଳକୁ କେହି ଶୁଣିଲେନି। କଳିଯୁଗ ସରିବ, କିନ୍ତୁ କେବେ କଣ ଘଟିବ ସମସ୍ତେ ଜାଣିପାରିବେନି। ଯେତେ ଠାକୁର ହୁଅନ୍ତୁ ସେଥିରେ କିଛି ନାହିଁ। ଠାକୁର ତ ଜାଣିନଥିବେ ତାକୁ ମରଣ କୋଉଦିନ, ଆଉ ଠିକ ନା ଭୁଲ? ଆମେ ସେଇ କଥା କହୁ, ତମେ ଯେତେ ଠାକୁର ବାହାରୁଛ ବାହାର, ଆମର କିଛି କହିବାର ନାହିଁ। ତମ ମରଣ ତମେ ଜାଣିଛ କି? ତମେ ଜଗତ ମରଣ କଣ କହିବ? ଠିକ ନା ଭୁଲ? ନିଜ କଥା ନିଜେ ଜାଣ, ତାପରେ ଜଗତକୁ ଜଣା। ନିଜ କଥା ନିଜେ ଜାଣିନି, ଜଗତ କଥା କଣ କହିବି? ଖାଲି ଶାସ୍ତ୍ର ପଢିଲେ କଣ ହବ? ଶାସ୍ତ୍ର ପଢି ପଢି ପୋଥି ଉଡିଯିବ ପଛେ, ଶାସ୍ତ୍ରର କିଛି ତମେ ଜାଣିପାରିବନି। ଅନେକ ପ୍ରକାର ଶାସ୍ତ୍ର ଅଛି। ପଞ୍ଚ ସଖା 5 ପ୍ରକାର ଲେଖିଛନ୍ତି, କିନ୍ତୁ ମତ ହଉଛି ଗୋଟା। ତମକୁ ଗୋଟେ ସାଧାରଣ କଥା କହୁଛ, ଠାକୁରଙ୍କର ଜନ୍ମ କଥା କହୁନି ହିନ୍ଦୁ ବାପା ନା ବିଷ୍ଣୁ ଶର୍ମା, ଦେଖିନାହାନ୍ତି? କହୁନି ହିନ୍ଦୀ ବିଚ୍ଛୁ ଚଷା, କହୁନି ହିନ୍ଦୀ ଅନନ୍ତ, କହୁନି ହିନ୍ଦୀ ପରୀକ୍ଷିତ, କହୁନି ହିନ୍ଦୀ ଅର୍ଜୁନ, କୋଉଠି ମା ନା ନେଇଛନ୍ତି ଯଶୋଦା, କୋଉଠି ନେଇଛନ୍ତି ପଦ୍ମାବତୀ, ଏମିତି ଲେଖିନାହାନ୍ତି ନା? ଠାକୁର କଣ ହାଇବ୍ରିଡିଆ ଠାକୁର କି ତାର ଏତେ ବାପା? ଭୁଲ କହିଲି? ମନେ ରଖିଥା, ପଞ୍ଚସଖାଙ୍କର ଏକଇ ମତ। ଯାହା ଲେଖା ଅଛି ଠିକ, ସେ କଶ୍ଚିନ କାଳେ ଭୁଲ ନୁହେଁ। ଅର୍ଥ ବାହାରିବ ଗୋଟିଏ। ଆଉ ଅର୍ଥ କଣ ବାହାରିବ? ଗୋଟିଏ। ସେ ଯାହା ହଉ, ମହାପୁରୁଷ କହୁଛନ୍ତି, ଆମେ ସିଆଡେ ପଳେଇଲେ, ଆଡେ ଆଲୋଚନା କରିବା। ପତଙ୍ଗ ପରି କଣ ହେବେ? କଳିର ଅନ୍ତିମ ପର୍ଯ୍ୟାୟରେ ଲୋକମାନେ ପତଙ୍ଗ ପରି ହେବେ। କାହିଁକି ନା ପାପ ଭାର। ପାପ କଣ? ବାପ ମାଙ୍କୁ ଯୋଉମାନେ ନ ପଚାରନ୍ତି ହେଲେ ମହାପାପୀ। ବର୍ତ୍ତମାନ ବୋଧେ 100 ଘରରେ 98% ସେଇଆ। ବାପ ହାତରୁ ଶାସନ ପୁଅକୁ ନେଇଯାଉଛି ଘରର ଦାୟିତ୍ୱ। ବାପକୁ ଦେବେ ପଖାଳ ଭାତ ଆଳୁ ଚକଟା, ଯଦି ଶ୍ୱଶୁର କି ଶଳା ହେଇଥିବ ତାକୁ ଚିକେନ ପଲଉ କରିକି ଦେବେ। ହଁ,
बोले पिता धर्म पिता स्वर्ग पिता ही परम तप पितरी प्रतिमा पन्ने प्रियंते सर्वदेवता पिता माता सुकल्याणु पुत्र हुए सुखी पुत्र देवे सुखी हुए कुल धर्म रखी स्वामी गुरु स्वामी परम बांधव स्वामी सेवा नारी धर्म स्वामी पते मती अर्चनार भक्ति करुथिब नित्य कर्म ये हूँ पुण्य आर अपोजिट जे कला कौन बर्तमान अच्छी अच्छी बाप नुणी शुकुआ पखाड़ भात खाई जमी किणीथब पुओ जदि 10टा पुओ हेले कि 5टा पुओ हेले पुओ मान भितर बाडिया पिटा हे जमी पाई ओल्टी बापा को गंडे पखाड़ भात भी देवे दऊ ना ठीक ना भूल ताले से नुणी शुकुआ पखाड़ भात खाई जमी किणियार महत्व कौन रहा से कि चाणक्य कहती ऋणी रूपी पिता शत्रु माता शत्रु विचारिणी स्त्री रूपवती शत्रु पुत्र शत्रु को बंदिता ये सब पाप नहीं दिन राति जमी होता सेमती अच्छे पंच महाभूत से बर्तमान अच्छा केवल आमर शिक्षा दीक्षा आचार विचार चाली चलन व्यवहार संस्कार परिवर्तन हो जहाँफल क्या जीवन में शांति अच्छी गोटे कोटिपति हेले जीवन शांति अच्छी गोटे भिकारीटे हो जीवन शांति अच्छी मनुष्य खोजे कौन टंका दैट इज रंग जोरा टंका खोज से पागल मनुष्य खोजे शांति शाग पखाड़ खाओ पचे शांति रही ठीक ना माँ भूल जीवन में शांति नहीं से धनर महत्व कौन अच्छे हाँ कि नहीं दुखे न मिलती हरि सुखे बहु दूर दुखे प्रभु मिलती ना कि सुखे मिलती ना शांति जहाँ घर अच्छी ता घरे लक्ष्मी ठाकुराणी वास कर पाप भारा एते पुड़ी मला पड़ी मिल लोक हे खलबल आसवे भुवन मंडल एणु अल्पायुष पापे सकले कौ समाज मरवे ना पाप नहीं मरवे किए कहले ना जगन्नाथ दास कहले ये महापुरुष कौन कहते महापद्मकल्प अरक्षित दास कह 7 दिन अंधकार हेब जे महीरे स्त्रींर गला फाटी जीव जे रात्रि निजे से ही जोगिनी रूपे करिवे विनाश बुझाई कहली हे सुन राम रे रामदास दिने ना दिने 7 दिन कौन हम अंधार घटव सूर्य देखा जेबे नहीं चंद्र देखा दब नहीं घन कुड़ी कौन घोरीज मुह को मुह देखा ना से बेले निजर स्त्रींर गला फाटिज देहरे जोगिनी मैंने प्रवेश करेंगे कि निजर स्वामी तंतु जीवी रक्त पीजे किए कहते और केबे ताल हम केबे हम मोह कल्प शास्त्र अच्युतता समाधान कले कहले अशुशाल रेव विष अंकजे प्रमाण 7 दिन अंधकार घोटी पुण मीन कृष्ण चतुर्दशी शुक्रदेवासरी अंधकार घोटी जीव महीमंडल बस बोल 8 एरब 27 20 20 मिसी के 55 अच्युत जिते बड़े प्रकृत जी अच्युत हो गचर मूल डाल अच्युत कथा कह मुझे हेतु दिया अच्युत नित्य अच्युत कहे गोटे मूल अच्युत डाल अच्युत शाखा अच्युत ठीक ना भूल बर्तमान तो सब अच्युत ना प्रकृत मूल अच्युत जी पादू सर ये डाले पानी देले किसी महत्व नहीं शाखार पानी देले किसी नहीं ये खाली केमी पैसा रोजगार करिया गुड़ाए चेला करिया पैसा रोजगार करिया गाड़ी करिया घोड़ा करिया बड़ लोक हवा
ଯଦି 5ଟା ପୁଅ ଥିବ ପୁଅ ପାଇଁ ଧନ ରଖିବା, ଇଏ ଏମାନଙ୍କର ଲକ୍ଷ୍ୟ ଖରାପ ହବନି। କିନ୍ତୁ ମୂଳ ଅଚ୍ୟୁତ ଯିଏ, ଯେତେବେଳେ ଯୋଉ ବରଡାଳ ମୂଳେ ବସି ଦିନ ଯାଇଛି, ବର୍ତ୍ତମାନ ସେମିତିଆ ତ ପ୍ଲସ ମାଇନସ ଇଜିକାଲ ଟୁ ଜିରୋ। ସେ ସବୁବେଳେ ଶୂନ୍ୟବାଦ ହେଇକି ରହିଥିଲେ। ତାହେଲେ ଏଇଟା କେତେ ଘଟିବ ନା ବସୁ ସାଲ ରେବ ବିଷ ଅଙ୍କ ଯେ ପ୍ରମାଣ 7 ଦିନ ଅନ୍ଧକାର ଘଟି ଘଟିଲା। ମାନେ 55 ଅଙ୍କରେ 7 ଦିନ ଅନ୍ଧକାର ଘଟିବ। କୋଉ ମାସ ନା ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରଦେବ ମାସରେ ଅନ୍ଧକାର ଘଟିଯିବ ମହିମଣ୍ଡଳରେ। ଏଟା କଣ ପଡୁନାହିଁ କି? ପଡୁଛି। ଅଚ୍ୟୁତଙ୍କର 55 ମହାପୁରୁଷଙ୍କ ଯୋଉ ନେଇଛନ୍ତି ତାଙ୍କ 55 ଅଙ୍କରେ ମୀନ କୃଷ୍ଣ ଚତୁର୍ଦଶୀ ମାନେ ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଶୁକ୍ରବାରେ ପଡୁଛି। ଏଟା ଆମେ ଭଲ ଭାବେ ଜାଣିଛୁ। ତମେ ଚାହିଁଲେ ମୋବାଇଲରେ ଆଉଛି କଣ କ୍ୟାଲେଣ୍ଡର ଆଉଛି ମାରିକି ଦେଖିପାରିବ। ହେଲା। ତାପରେ କଣ କହିଲେ କେମିତିଆ ରାତି ହବ? ନ ରହିବ ବନିତେଜ ଭାନୁ ଉଦେ ନାହିଁ, ବୁଧଙ୍କର ପିତା ଆକାଶରେ ଯେ ନଉ, ନ ମିଳିବ ଫଳମୂଳ ଅର୍ଣ୍ଣ ଆଦି ଜାଣ, ମେଛ ଶତ ଶତ ଗୁଣ ହୋଇବେ ନିଧନ, ଭକ୍ତ ଯେ ଟାକିଣ ଥିବେ ସେ ଏମନ୍ତ ବେଳକୁ, ବୃକ୍ଷ ଚିହ୍ନି ରଖିଥିବେ କ୍ଷୁଧା ହରିବା। ତାହେଲେ 55 ଅଙ୍କରେ ଏମିତିଆ ଘଟଣା ସବୁ ଘଟିବ। ସୂର୍ଯ୍ୟ ଉଦୟ ହେବେ ନାହିଁ, କି ଚନ୍ଦ୍ର ଦର୍ଶନ ମିଳିବ ନାହିଁ, ଖାଇବାକୁ ମିଳିବ ନାହିଁ, ଅନାହାର କରିବ। ବେଶୀ ଦିନ ନୁହଁ, ଅଳ୍ପ ଦିନ, ଅଳ୍ପ ଦିନ ଖାଲି ତକ ପୋତା ଧନ ତକ ଉଭା ଧନ ତକ ରଜା ହରିଣ ପୋତା ହରିବେ ବାସୁ, ବଡ ବଡିଆ ଯେ କେହି ନ ରହିବେ ବୁଝିଲୁ ଯେ ରାମ ଟୁକି। ସେଇ ଡ୍ରାମାଟା ଖାଲି ହେଇଯାଉ, ଆମେ ନିଶା ସବୁ କଟି ପଡିବ। ବୃକ୍ଷ ଚିହ୍ନି ରଖିଥିବେ କ୍ଷୁଧା ହରିବାକୁ। ଯେତେବେଳେ ଭକ୍ତମାନେ କୋଉ ଗଛ ଖାଇକି ବଞ୍ଚିବେ ସେଟାକୁ ଆଗରୁ ଯୋଗାଡ଼ କରିକି ରଖିଥିବେ। ସେତିକି ବେଳକୁ ପାପି ସର୍ବେ ହେବେ ନାଶ, ପତଙ୍ଗ ପରି ଅଗ୍ନିମଦେ ହେବେ ଘାସ। ସେଇ ଯୋଉ 55 ଅଙ୍କରେ ଏମିତି କଣ ପତଙ୍ଗ ପରି ମରି, ଆଗରୁ କିଛି ମରିଥିବେ କିନ୍ତୁ ସେଇ ପିରିୟଡଟା ମେଟ୍ରିକ ପରୀକ୍ଷା ବୁଝି ଏଠି କପି କପି କରି ଖସି ଖାସି ପଳେଇଯିବେ। କାରଣ ଅବିକା ଯାହା ହବ ରିଲିଫ ମିଳିଯିବ ନା ଗଭର୍ଣ୍ଣମେଣ୍ଟ ଦେଇଦବ। ଆଉ ସେତେବେଳେ ଗଭର୍ଣ୍ଣମେଣ୍ଟ ରିଲିଫ ଦବ ନା ଆଉ କଣ କରିବ? ସେଟା ବୋର୍ଡ ପରୀକ୍ଷା। ଟଙ୍କାର କିଛି ମହତ୍ଵ ନଥିବ, କିଛି ନଥିବ। ସେ ସମୟରେ କଣ ବୃକ୍ଷ ଚିହ୍ନି ରଖିଥିବେ ଭକ୍ତମାନେ ଖାଇବେ। କୋଉ ବୃକ୍ଷ? ଫେର ଅରକ୍ଷିତ ଦାସ ସମାଧାନ, ମାନେ ଆଗ ଅରକ୍ଷିତ ଦାସଙ୍କ କଥା ଗଲା, ତାପରେ ଅଚ୍ୟୁତ ଦାସ ସମାଧାନ କଲେ, ଫେର ଅଚ୍ୟୁତ ଲେଖାକୁ ଅରକ୍ଷିତ ଦାସ ପୁଣି ସମାଧାନ କଲେ। ପତ୍ରର ନାମ କହୁଅଛି ଶୁଣ ରାମ ତୁହି, ଗୋଖର ପତ୍ରକୁ ରାମ ଭୁଞ୍ଜିବଟି ରହି, ସେ ପତ୍ରକୁ ଖାଇ ଭକ୍ତ ମାନେ ଯେ ବଞ୍ଚିବେ, ଘୋର କଳିରେ ଯେ ଭକ୍ତ ଆହାର କରି। ତାହେଲେ ସେ ଗଛ କହୁଛି ଆମକୁ ଜଣେ ଆଣିକି ଗୋଟେ ଗଛ ଦେଖେଇଲା, କହିଲା ଏଇଟା ହଉଛି ଗୋଖର, କଣ ଗୋଖର ଗଛ ହେଲା। ଆମେ କହିଲେ ଆରେ ବୋକା, ଅମକ ଶାସ୍ତ୍ରରେ ଲେଖା ଅଛି ଦେବପୁରରୁ ରାବଣ 16ଟା ବୃକ୍ଷକୁ ମର୍ତ୍ତ୍ୟକୁ ଆଣି, ବୁଝିପାରୁଛି? ସେ ବୃକ୍ଷ କଣ ଏତେ ସହଜ ସାଧାରଣ ବୃକ୍ଷ? ତୁ ଆଜି ଏ ଗଛଟାକୁ କହୁଛୁ ଗୋଖର, କଣ ଗୋଖର ଗଛ, କାଲି କିଏ କଇଁଆ ଗଛ କହିଦବ ଗୋଖର ଗଛ, ନା ଅରଖ ଗଛ କହିଦବ କିଏ ଗୋଖର ଗଛ। କେବଳ ପଞ୍ଚସଖା ଏ ତତ୍ଵ ଜାଣ, এটা ଭଲ କଥା ମନ୍ଦ। ଅରକ୍ଷିତ ଦାସ କହୁଛନ୍ତି ଯେତେବେଳେ ସେ ନିଜେ ଜାଣିଥିବେ ନା, ସିଏ ଜାଣିଛନ୍ତି ତତ୍ଵ ସଙ୍ଗେ ସଙ୍ଗେ ପଞ୍ଚସଖା। କୋଉ ପଞ୍ଚସଖା? ନିତ୍ୟ ନୁହଁ, ହେତୁ ଦିଆ ପଞ୍ଚସଖା।
ତାଙ୍କର ପୂର୍ବ କଥା ମନେ ରହିଛି। ଯାହା ହଉ 55 ଅଙ୍କରେ ଏଇ ଘଟଣା ଘଟିବ ବୋଲି ମହାପୁରୁଷ ଆମକୁ ଚେତନା ଦେଇଛନ୍ତି। ଅନେକ ଲୋକ କହନ୍ତି ଆମ କମିଟିରେ ଅଙ୍କ ହିସାବଟା ଆପଣ ଖୋଲି କହୁନାହାନ୍ତି, ଯଦି ପୂର୍ବ ଏପିସୋଡ ଦେଖନ୍ତୁ ଜାଣିପାରନ୍ତି। ତଥାପି ଆମେ କହିଦଉଛୁ ମୋହ କଳ୍ପ ହିସାବ। ଗୁଣକୁ ଭେଦି ଭେଦ ଅଙ୍କେ ଜାଣ, ଏହି ଅଙ୍କେ ପ୍ରଭୁ ହେବେ ଜନ୍ମ। କୋଉ ପ୍ରଭୁ? ନା ଅଚ୍ୟୁତ ପ୍ରଭୁ। ହେଲା, ଗୁଣକୁ ଭେଦି, ଗୁଣ ବୋଲନ୍ତି 3, ଭେଦ ଅଙ୍କ, ଗୁଣକୁ ତ୍ରିଗୁଣକୁ ଭେଦିଲେ ଗୋଟିଏ ଗୁଣ ବାହାରିବ। କଣ ତା ନାଁ ଅଛି? ନିର୍ଗୁଣ। 3 1 ମିଶି କେତେ ହେଲା? 4 ହେଲା, 4 ହେଲାନି। ଗଜପତି କୋଉ ମସିହାରେ ରଜା ହେଲେ? 70 ମସିହାରେ। 70ରେ 4 ମିଶାଅ। ତମେ ସାଧାରଣ ହିସାବରେ ମିଶେଇଦେଲେ ହବ, ମିଶାଣ ହିସାବରେ 74। ଆମ ଜ୍ୟୋତିଷ ଶାସ୍ତ୍ର ହିସାବରେ କେତେ ହବ? 73। କାରଣ 70 71 72 73 ହଉନି। ତାହେଲେ କୋଉ ମସିହା ହେଲା? 73 ହେଲା ନାଇଁ ନା? ସେଇଆକୁ ଅଚ୍ୟୁତ ଦେଖିବ ଗରୁଡ଼ କଳ୍ପ ଲେଖିଦିଅନ୍ତି, ସନ 1973 ଆମ୍ଭେ ବିଜୟ ମର୍ତ୍ତ୍ୟପୁରୀ, ଯୋଗ ମାୟାକୁ ସଙ୍ଗେ ଧରି ଦୁଷ୍ଟ ନାସିବେ ନର ହରି। ଗରୁଡ଼ କଳ୍ପରେ ଖୋଲି ଲେଖିଛନ୍ତି। ମିଶିଲା ନା ମିଶିଲା ନାଇଁ? ତାହେଲେ ତାଙ୍କ ଲୀଳା କେବେ ହେଇଥିବ? 1929 13ରେ ଠିକ, 13ରୁ 24 ଫେରିଲେ କଳ୍କି ହେବେ ପ୍ରତ୍ୟକ୍ଷ। ଆମେ କହୁନୁ ମହାପୁରୁଷ କହିଲେ ଏଟା ଭାରି 99 କଳି କଲିଆ ପିତା 5000 ଯେତେବେଳେ 99 ହେଇଥିବ ସେତିକି ହେଇଥିବ। ଏଥର ବୁଝିପାରୁଛ ନା ବୁଝିପାରୁଛ? ସେଇ ଅଙ୍କଟାକୁ ତମେ ଯଦି ଧରିବ ତାହେଲେ ମିଶେଇ ଚାଲିଯାଅ। 100କୁ 100%, 100 ଭାଗ ତିଥି ବାର ନକ୍ଷତ୍ର ସବୁ ମିଶିଛି। ଗାଲୁ ମାଲୁ କହିଲେ କିଛି ନାହିଁ। ଯେତେ ଅଚ୍ୟୁତ ହୁଅନ୍ତି ସେଥିରେ କିଛି ନାହିଁ। ଅଚ୍ୟୁତ ଅଚ୍ୟୁତ ସର୍ବେ ଯେ ବୋଲିବେ, ଚିତ୍ତ ହୋଇଯିବେ ସେଇ ବାରଣ ବେଳକୁ 12 ଜଣ ଥିବେ, ଶୁଣନ୍ତୁ ବ୍ରଜତ ନଈ। 12 କର କଳି ସେ କାଳେ ନାଗିବ, ଦିନ ଅଟେ ଶନିବାର। ନାଁଟା କହିବି ନାହିଁ। ଅମକ ଦାସ ଯେ ସେ କାଳେ ଚିହ୍ନିବ, ଛପିଛନ୍ତି ଚକ୍ରଧର। କି ସୁନ୍ଦର କଥା। 52 ଅଙ୍କ କହନ୍ତିନି ନା, 52 ଅଙ୍କ ମହାଘାଟି। 52 ବର୍ଷ ମତେ ଚାଲିଲାନି, ମୋ ବେଳା ଖରାପ। ଗାଁ ଗହଳି ସବୁ କୁହନ୍ତିନି ଏମିତି ଆଉଛି 51 ସରି 52 ଆଉଛି, 52 ଘାଣ୍ଟରୁ ଦବ ସାଇଜ। ଇଏ କହିଲା ବେଳଟା କହିବା ବୋଲିଆ ଜ୍ଞାନ ନୁହଁ, କି ଆଖି ତରଟିଆ ଧ୍ୟାନ ନୁହଁ, କି ମୁଖ ପାଚାଳିଆ ପଣ୍ଡିତ ନୁହଁ। ଜୟ ଜଗନ୍ନାଥ। ଏକା ସତ୍ୟ, ମୋ ଜଗା ସତ୍ୟ, ମୋ ପଞ୍ଚସଖା ସତ୍ୟ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଆନନ୍ଦ ହରି।